ଏମିତି ଲାଗୁଛି ଯେମିତି ଗୋଟେ ପ୍ରେସର କୁକରର ସିଟି ହଠାତ୍ ଖୁଲି ଯାଇଛି। ମାନେ ଗତ କିଛି ସପ୍ତାହ ଧରି ଆମେ ଯେଉଁ ଅସହ୍ୟ ଗରମ ଭିତରେ ସିଝୁଥିଲୁ, ହଁ, ଏବେ ହଠାତ୍ ପାଗ ବଦଳି ଯାଇଛି। ହଁ ସତ କଥା, ଏକଦମ ବଦଳି ଯାଇଛି ପାଗ। ସମସ୍ତଙ୍କୁ ଆଜିର ଏହି ଗଭୀର ଆଲୋଚନାକୁ ସ୍ୱାଗତ। ଆଜିର ତାରିଖ ହେଉଛି 2 ମଇ 2026। ଆଉ ଆଜି ଯଦି ଆମେ ବାହାରକୁ ଚାହିଁବା, ତାପମାତ୍ରା ଅନେକ ସ୍ଥାନରେ 40 ଡିଗ୍ରୀ ତଳକୁ ଖସି ଆସିଛି। କେବଳ ବଲାଙ୍ଗୀରରେ ସର୍ବାଧିକ 42.2 ଡିଗ୍ରୀ ଥିଲା, କିନ୍ତୁ ବାକି ସବୁଠି ଗୋଟିଏ ପ୍ରକାର ଥଣ୍ଡା ପବନ ଆଉ ଆଶ୍ୱସ୍ତି। ଏକଦମ ଗୋଟେ ବଡ଼ ଆଶ୍ୱସ୍ତି ମିଳିଛି। ଆଉ ଆଜିର ଏହି ଆଲୋଚନାରେ ଆମେ ବିଭିନ୍ନ ପ୍ରଶାସନିକ ରିପୋର୍ଟ, ଗବେଷଣାପତ୍ର ଏବଂ ଇଣ୍ଟରନେଟ୍ରେ ଲୋକେ କ'ଣ ସବୁଠୁ ଅଧିକ ଖୋଜୁଛନ୍ତି, ସେସବୁ ତଥ୍ୟକୁ ଏକାଠି କରିଛୁ। ଆମର ଲକ୍ଷ୍ୟ ହେଲା ସୂଚନାର ଏହି ପ୍ରବଳ ଭିଡ଼ ଭିତରୁ ପ୍ରକୃତ କାରଣଗୁଡ଼ିକୁ ବୁଝିବା। ଆସନ୍ତୁ ଏହାକୁ ଟିକେ ଖୋଲି ବିଶ୍ଳେଷଣ କରିବା। ଏହି ଯେଉଁ ପାଣିପାଗର ପରିବର୍ତ୍ତନ, ଏହାକୁ କେବଳ ଏକ ସାଧାରଣ ଆଶ୍ୱସ୍ତି କହିବା ବୋଧହୁଏ ସମ୍ପୂର୍ଣ୍ଣ ଭୁଲ ହେବ। ଠିକ୍ କହିଲେ, ଭୁଲ ହିଁ ହେବ। ଏହାକୁ ଆମେ ଆଶ୍ୱସ୍ତି ନ କହି ଏକ ପ୍ରାକୃତିକ ବିସ୍ଫୋରଣ ବି କହିପାରିବା। ଯେତେବେଳେ ତାପମାତ୍ରା ଏମିତି ହଠାତ୍ କମିଯାଏ ଏବଂ କାଳବୈଶାଖୀ ଆରମ୍ଭ ହୁଏ, ପରିବେଶରେ ଏକ ଅସ୍ଥିରତା ସୃଷ୍ଟି ହୁଏ। ମେ 7 ତାରିଖ ପର୍ଯ୍ୟନ୍ତ ଏହି ଝଡ଼ ବର୍ଷା ଲାଗି ରହିବ ବୋଲି ୟେଲୋ ୱାର୍ଣ୍ଣିଂ ମିଳିଛି। ହଁ, ମୁଁ ଦେଖୁଥିଲି ସେହି ରିପୋର୍ଟଗୁଡ଼ିକ। କିନ୍ତୁ ଗୋଟେ କଥା ହେଲା, ଏହି ପ୍ରକୃତିର ଆଶ୍ୱସ୍ତି ଗୋଟେ ଦୁଇଧାରିଆ ଖଣ୍ଡା ଭଳି କାମ କରୁଛି। ଗୋଟିଏ ପଟେ ଗରମରୁ ରକ୍ଷା ମିଳିଲା, ଆଉ ଅନ୍ୟପଟେ ଜୀବନହାନି। ହଁ, ଏଇଟା ଖୁବ୍ ଦୁଃଖର କଥା। ଯେଉଁ ବର୍ଷାକୁ ଲୋକେ ଅନେଇ ବସିଥିଲେ, ତାହା ହିଁ ଜୀବନ ନେବା ଆରମ୍ଭ କରିଦେଲାଣି। ନୟାଗଡ଼ର କୁଆରିଆ ଡ୍ୟାମ୍ରେ ମାଛ ଧରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ିଯିବା, ବା ବଲାଙ୍ଗୀରରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ହେବା। ସେହି ବଲାଙ୍ଗୀର ଘଟଣାଟି ବହୁତ ହୃଦୟ ବିଦାରକ, କାରଣ ସେ ନିଜର ଦିବ୍ୟାଙ୍ଗ ପୁଅକୁ ଏକୁଟିଆ ଛାଡ଼ିଦେଇ ଚାଲିଗଲେ। କିନ୍ତୁ ଆଉ ଗୋଟେ କଥା ମୋତେ ଆଦୌ ବୁଝାପଡ଼ୁନାହିଁ। କେଉଁ କଥା? ଇନ୍‌ଷ୍ଟାଗ୍ରାମ ରିଲ୍ସ କିମ୍ବା ଆଲବମ୍ ସୁଟିଂ କରିବା ନିଶାରେ ଜଣେ କଲେଜ ଛାତ୍ର ପାଣିରେ ବୁଡ଼ି ପ୍ରାଣ ହରାଇଲେ। ଟ୍ରେଣ୍ଡିଂ ସର୍ଚ୍ଚ ଉପରେ ନଜର ପକାଇଲେ ଏବେ ଡିଜିଟାଲ ନିଶାରେ ଘଟୁଥିବା ଏହି ଦୁର୍ଘଟଣାଗୁଡ଼ିକ ବହୁତ ଖୋଜାଯାଉଛି। କାହିଁକି ଯୁବପିଢ଼ି ଗୋଟିଏ ଲାଇକ୍ ବା ଭ୍ୟୁ ପାଇଁ ଏମିତି ମୃତ୍ୟୁମୁଖକୁ ଡେଇଁ ପଡ଼ୁଛନ୍ତି? ଏଇଟା ଗୋଟେ ଗଭୀର ସାମାଜିକ ସମସ୍ୟା, ବୁଝିଲେ ତ? ସୋସିଆଲ ମିଡିଆର ଯେଉଁ ଆଲଗୋରିଦମ୍ ଅଛି, ତାହା ଆମ ମସ୍ତିଷ୍କରେ ଏକ ମିଥ୍ୟା ସୁରକ୍ଷା ବଳୟ ତିଆରି କରିଦିଏ। ଯେତେବେଳେ କେହି ଏକ ବିପଜ୍ଜନକ ସ୍ଥାନରେ ଛିଡ଼ା ହୋଇ ଫୋନ୍ ଧରିଥାଏ, ତାକୁ ଲାଗେ ସେ ଗୋଟେ ଭର୍ଚୁଆଲ ଦୁନିଆରେ ଅଛି, ତାର କିଛି ହେବନି। ଆରେ ୱାହ, ଏହା ଏକ ବହୁତ ଭିନ୍ନ ଦୃଷ୍ଟିକୋଣ। କିନ୍ତୁ ପ୍ରକୃତି ତ ଆଲଗୋରିଦମ୍ ବୁଝେ ନାହିଁ। ଏକ୍ଜାମ୍ ଠିକ୍। ଆଉ ପ୍ରଶାସନ ମଧ୍ୟ ଏହାକୁ ନେଇ କଡ଼ା ପଦକ୍ଷେପ ନେଇଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଆଉ ସେହି ପ୍ରବଳ ଖରା ପାଇଁ ଶ୍ରମିକମାନଙ୍କୁ ଦିନ 11ଟାରୁ 3ଟା ପର୍ଯ୍ୟନ୍ତ କାମ କରିବା ଉପରେ ଯେଉଁ କଟକଣା ଲାଗିଥିଲା, ତାହା ବି ଏକ ବଡ଼ ପଦକ୍ଷେପ। ମୋର ଗୋଟେ କଥା ମନେ ପଡ଼ିଲା। ଖରାରେ କାମ ବନ୍ଦ ହେଲେ ସେମାନଙ୍କର ଆର୍ଥିକ ସ୍ଥିତି କ'ଣ ହେବ? ବୋଧହୁଏ ସେହି ଦିଗକୁ ଚିନ୍ତା କରି ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଦୈନିକ ମଜୁରୀ ବଢ଼ାଇଛନ୍ତି। ଅଣକୁଶଳୀଙ୍କ ପାଇଁ 472 ଟଙ୍କା ଏବଂ ଅତି କୁଶଳୀଙ୍କ ପାଇଁ 622 ଟଙ୍କା। ହଁ, ଏକ ବଡ଼ ଘୋଷଣା। କିନ୍ତୁ ଅନ୍ୟଟି କହୁଛନ୍ତି, ମଜୁରୀ ବଢ଼ିଲେ ବଜାରରେ ଜିନିଷପତ୍ରରେ ଦାମ ବା ଇନଫ୍ଲେସନ୍ ବଢ଼ିଯିବ। ଏହି ଯୁକ୍ତିଟା କେତେ ସତ? ଦେଖନ୍ତୁ, ସାଧାରଣତଃ ମଜୁରୀ ବୃଦ୍ଧି ହେଲେ ଦରଦାମ ବଢ଼ିବାର ଆଶଙ୍କା ଥାଏ। କିନ୍ତୁ ଏଠି ଆମକୁ ଗୋଟେ କଥା ବୁଝିବାକୁ ପଡ଼ିବ। ଯେତେବେଳେ ଆମେ ସମାଜର ତଳସ୍ତରରେ ଥିବା ଅଣକୁଶଳୀ ଶ୍ରମିକଙ୍କ ହାତକୁ ଅଧିକ ପଇସା ଦେଉଛୁ, ସେମାନେ ସେହି ପଇସାକୁ ବ୍ୟାଙ୍କରେ ସଞ୍ଚୟ କରି ରଖନ୍ତି ନାହିଁ। ହଁ, ସେମାନେ ତ ତୁରନ୍ତ ଖର୍ଚ୍ଚ କରନ୍ତି। ବିଲକୁଲ, ସେମାନେ ତାକୁ ସିଧାସଳଖ ସ୍ଥାନୀୟ ବଜାରରେ ହିଁ ଖର୍ଚ୍ଚ କରନ୍ତି, ମାନେ ଖାଦ୍ୟ, ପୋଷାକ କିମ୍ବା ଔଷଧ ପାଇଁ। ଏହାଦ୍ୱାରା ଲୋକାଲ ମାର୍କେଟରେ ଅର୍ଥନୈତିକ ଚକ୍ର ଦ୍ରୁତଗତିରେ ଘୁରେ, ଯାହା ଶେଷରେ ଛୋଟ ବ୍ୟବସାୟୀଙ୍କୁ ଲାଭ ଦିଏ। ତେଣୁ ଏହା ତୃଣମୂଳ ସ୍ତରରେ ଅର୍ଥନୀତିକୁ ଗତିଶୀଳ କରିବ। ବୁଝିଗଲି, ଏହା ପ୍ରକୃତରେ ଏକ ଭଲ ଦିଗ। ଆଉ ଶ୍ରମିକଙ୍କ ପରି ଚାଷୀମାନଙ୍କ ପାଇଁ ବି ଏକ ବଡ଼ ଖବର ଅଛି। କେନ୍ଦ୍ର ସରକାର ଓଡ଼ିଶାରେ 5ଟି ଫସଲ ପାଇଁ ପ୍ରାୟ 1428 କୋଟି ଟଙ୍କାର MSP କ୍ରୟକୁ ଅନୁମୋଦନ ଦେଇଛନ୍ତି। ହଁ, ଆଉ ସବୁଠୁ ବଡ଼ ଚର୍ଚ୍ଚା ହେଉଛି ସମୃଦ୍ଧ କୃଷକ ଯୋଜନା ବିଷୟରେ। ଧାନ କ୍ୱିଣ୍ଟାଲ ପିଛା ଏବେ 3100 ଟଙ୍କା ମିଳିବ। ମାନେ 2300 ଟଙ୍କା MSP ଆଉ ବାକି 800 ଟଙ୍କା ରାଜ୍ୟ ସହାୟତା। କିନ୍ତୁ ମୋର ଏଠି ଗୋଟେ ପ୍ରଶ୍ନ ଅଛି। କାଗଜପତ୍ରରେ ତ ଆମେ ବହୁତ ବଡ଼ ରାଶି ଘୋଷଣା କରୁଛି, କିନ୍ତୁ ବାସ୍ତବରେ ମଣ୍ଡିରେ ସେହି ପୁରୁଣା କଠିନି ଛଟନି ଖେଳ ଚାଲେ।
ମାନେ ଚାଷୀ ଧାନ ନେଇଗଲେ ଓଜନରେ ତାକୁ ଠକି ଦିଆଯାଏ। ଏହି ନୂଆ ବ୍ୟବସ୍ଥା ତାକୁ କେମିତି ଅଟକାଇବ? ଏଠାରେ ସବୁଠୁ ଆକର୍ଷଣୀୟ କଥାଟି ହେଲା ସରକାର ଏବେ କେବଳ ଟଙ୍କା ବଢ଼ାଇନାହାନ୍ତି, ପୁରା ମୂଳଦୁଆର ବଦଳାଇ ଦେଇଛନ୍ତି। ପ୍ରଥମ କଥା ହେଲା ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ଏବେ ବାଧ୍ୟତାମୂଳକ। ଆଚ୍ଛା, କିନ୍ତୁ କେବଳ ମେସିନ୍ ଲଗାଇଲେ କ'ଣ ଦୁର୍ନୀତି ବନ୍ଦ ହୋଇଯିବ? ନା, ସେଇଠି ତ ଅସଲ କଥା ଆସୁଛି। ପ୍ରକୃତ ପରିବର୍ତ୍ତନ ଆସିବ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା ଡିବିଟିରୁ। ଚାଷୀ ଧାନ ବିକ୍ରି କରିବାର 48 ଘଣ୍ଟା ଭିତରେ ସିଧା ତା ବ୍ୟାଙ୍କ ଖାତାକୁ ଟଙ୍କା ପଡ଼େବ, ମଝିଆଳି ବା ଦଲାଲଙ୍କ ହାତକୁ ଆଉ ନଗଦ ଟଙ୍କା ଯିବ ନାହିଁ। ଓହୋ, ତାମାନେ ନଗଦ କାରବାର ବନ୍ଦ? ହଁ, ଯେତେବେଳେ ସବୁକିଛି ଡିଜିଟାଲ ହୋଇଯିବ, ସ୍ୱଚ୍ଛତା ଆପେ ଆପେ ଆସିବ। ଏହାସହ ପିଏମ୍ କିଷାନର 22ତମ କିସ୍ତି ମଧ୍ୟ ପ୍ରାୟ 34 ଲକ୍ଷ ଚାଷୀଙ୍କ ଖାତାକୁ ଯାଇଛି। ସତରେ ଟେକ୍ନୋଲୋଜିର ପ୍ରୟୋଗ ମଣିଷକୃତ ଦୁର୍ନୀତିକୁ ବହୁତ କମାଇଦେବ। ଆଉ ଟେକ୍ନୋଲୋଜି ସହ ପାରମ୍ପରିକ ଚାଷର ବି ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳୁଛି। ଜଗନ୍ନାଥ ମନ୍ଦିରର ଅମୃତ ଅନ୍ନ ଯୋଜନାରେ ମହାପ୍ରସାଦ ପାଇଁ ଏବେ ସମ୍ପୂର୍ଣ୍ଣ ଜୈବିକ ବା ଅର୍ଗାନିକ ଉପାୟରେ ଧାନ ଚାଷ ହେବ। ହଁ, ଏଇଟା ଏକ ବହୁତ ସକାରାତ୍ମକ ପଦକ୍ଷେପ ପରିବେଶ ପାଇଁ। ଆଉ ପରିବେଶ କଥା ଉଠିଛି ଯେତେବେଳେ, ଭିତ୍ତିଭୂମି ଏବଂ ଶିଳ୍ପ କ୍ଷେତ୍ରରେ ମଧ୍ୟ ଆମେ ଏବେ ସବୁଜ ବିପ୍ଳବ ଦେଖିବାକୁ ପାଉଛେ। ଏକଦମ। ଏବେ ଓଡ଼ିଶା ତାର ପୁରୁଣା ଖୋଳପାରୁ ବାହାରି ଏକ ନୂଆ ଯୁଗରେ ପାଦ ଦେଉଛି ବୋଲି ଲାଗୁଛି। ପୁରୀ, ଭୁବନେଶ୍ୱର, କଟକ ମେଟ୍ରୋ ପ୍ରକଳ୍ପ କଥା ହିଁ ନିଅନ୍ତୁ। ନଗର ଉନ୍ନୟନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହାକୁ ବାତିଲ କରାଯାଇ ନାହିଁ, ବରଂ ଏକ ନୂଆ ଫ୍ରେମୱାର୍କରେ କରାଯିବ। ବିକଳ୍ପ ରାସ୍ତା ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି। ହଁ, ମାନେ ରାସ୍ତାର ମଝିରେ ମାଟି ଖୋଳିଦେଲେ ତ ଲୋକଙ୍କର ଯାତାୟାତ ଠପ୍ ହୋଇଯିବ ନା। ତେଣୁ ପ୍ରଥମେ ଟ୍ରାଫିକ୍ ପରିଚାଳନା ପାଇଁ ରାସ୍ତା ହେବ, ତାପରେ ମୂଳ କାମ। ଆଉ ଆକାଶମାର୍ଗରେ ମଧ୍ୟ ଶିରି, ତିରୁପତି ପରି ସ୍ଥାନକୁ 10ଟି ନୂଆ ବିମାନ ଉଡ଼ାନ ଅନୁମୋଦନ ହୋଇଛି। କେବଳ ଯୋଗାଯୋଗ ନୁହେଁ, ଆମ ଶିଳ୍ପ କ୍ଷେତ୍ରରେ ପ୍ରାୟ 3,877 କୋଟି ଟଙ୍କାର 18ଟି ନୂଆ ପ୍ରକଳ୍ପ ଆସିଛି। ଏଥିରୁ 7,500ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ସେ ନିଯୁକ୍ତି କଥାର ମୋର ଗୋଟେ ପ୍ରକଳ୍ପ କଥା ମନେ ପଡ଼ୁଛି, ଯାହା ମୋତେ ବହୁତ ଆଶ୍ଚର୍ଯ୍ୟ କରିଛି। ଖୋର୍ଦ୍ଧାରେ ଏପିକ୍ ଗ୍ରୁପ୍ କମ୍ପାନୀ $100 ନିୟୁଟନ ନିବେଶ କରି ଏକ ବିଶାଳ ପୋଷାକ କାରଖାନା ଖୋଲିଛି। କୁହାଯାଉଛି ଯେ ଏହା ଭାରତର ପ୍ରଥମ ନେଟ୍ ଜିରୋ କାର୍ବନ ଏବଂ ନେଟ୍ ଜିରୋ ୱାଟର ଫ୍ୟାକ୍ଟ୍ରି। ହଁ, ଖୁବ୍ ବଡ଼ ଫ୍ୟାକ୍ଟ୍ରି ସେଟା। ଆଉ ପ୍ରଦୂଷଣ ହୁଏ, ସେମାନେ ନେଟ୍ ଜିରୋ କେମିତି ହେବେ? ଆପଣଙ୍କ ସନ୍ଦେହ ସ୍ୱାଭାବିକ, କିନ୍ତୁ ଏ ନେଟ୍ ଜିରୋ କୌଣସି ଯାଦୁ ନୁହେଁ। ଏହା ହେଉଛି ଉନ୍ନତ ଇଞ୍ଜିନିୟରିଂର କମାଲ। ନେଟ୍ ଜିରୋ ୱାଟର ମାନେ ଏହା ନୁହେଁ ଯେ ସେମାନେ ପାଣି ବ୍ୟବହାର କରିବେ ନାହିଁ। ଆଚ୍ଛା, ତାହେଲେ ମାନେ କପଡ଼ା ଧୋଇବା ପରେ ଯେଉଁ ବିଷାକ୍ତ ଜଳ ବାହାରିବ, ତାକୁ ସେମାନେ ନଦୀକୁ ନ ଛାଡ଼ି କାରଖାନା ଭିତରେ ଥିବା ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ସଫା କରିବେ। ଆଉ ସେହି ପାଣିକୁ ପୁଣି ଥରେ ମେସିନରେ ବ୍ୟବହାର କରିବେ। ଅର୍ଥାତ୍ ବାହାରୁ ନୂଆ ପାଣି ନେବା ପ୍ରାୟ ଶୂନ୍ୟ ହୋଇଯିବ। ଓହୋ, ଏବେ ବୁଝିଲି। ଆଉ ନେଟ୍ ଜିରୋ କାର୍ବନଟା? ସେଇଟା ମାନେ କାରଖାନା ବି ସମ୍ପୂର୍ଣ୍ଣ ରୂପେ ସୌରଶକ୍ତି ବା ରିନ୍ୟୁଏବଲ୍ ଏନର୍ଜିରେ ଚାଲିବ। ଯେତିକି କାର୍ବନ ବାହାରିବ, ସେତିକି ସେମାନେ ବନୀକରଣ ବା ଅନ୍ୟ ଉପାୟରେ ଶୋଷି ନେବେ। ଆଉ ସବୁଠୁ ବଡ଼ କଥା, 80% ମହିଳାଙ୍କୁ ନିଯୁକ୍ତି ଦେବା ମାନେ ଗୋଟିଏ ପରିବାରର ଆର୍ଥିକ ମେରୁଦଣ୍ଡକୁ ସିଧାସଳଖ ମଜବୁତ କରିବା। ସତରେ ଏହା କେବଳ ପୋଷାକ ତିଆରି କରୁନାହିଁ, ଏକ ଇକୋସିଷ୍ଟମ ତିଆରି କରୁଛି। ଆଉ ଏହା ସହ ରାଉରକେଲା NITର ବୈଜ୍ଞାନିକମାନେ ଉଡ଼ାଜାହାଜ ଲ୍ୟାଣ୍ଡିଂ ଗିୟର ପାଇଁ ଯେଉଁ ନୂଆ ନାନୋ କମ୍ପୋଜିଟ୍ ମ୍ୟାଟେରିଆଲ ବାହାର କରିଛନ୍ତି, ତାହା ବି ଏକ ବଡ଼ ଖବର। ହଁ, ଷ୍ଟିଲ୍ ଠାରୁ ବହୁତ ହାଲୁକା, କିନ୍ତୁ ଅଧିକ ଶକ୍ତିଶାଳୀ। ଏହି ଖବରଗୁଡ଼ିକୁ ଯଦି ଆମେ ଯୋଡ଼ିବା, ଦିନ ଥିଲା ଲୋକେ ଭାବୁଥିଲେ ଓଡ଼ିଶା ମାନେ କେବଳ ଲୁହାପଥର ଖଣି ଆଉ ଷ୍ଟିଲ୍ ପ୍ଲାଣ୍ଟ। କିନ୍ତୁ ଏବେ ଏରୋସ୍ପେସ୍, ନାନୋ ଟେକ୍ନୋଲୋଜି, ନେଟ୍ ଜିରୋ, ମାନେ ଆମ ପିଲାଙ୍କୁ ଆଉ ହାଇଟେକ୍ ଚାକିରି ପାଇଁ ବାଙ୍ଗାଲୋର କି ଆମେରିକା ଯିବାକୁ ପଡ଼ିବନି। ଏକଦମ ଠିକ୍। ଆଉ ଯେତେବେଳେ ରାଜ୍ୟର ଅର୍ଥନୀତି ଏତେ ଆଗକୁ ଯାଉଛି, ପ୍ରଶାସନ ଏବଂ ସୁରକ୍ଷା ବ୍ୟବସ୍ଥାକୁ ବି ଅପଗ୍ରେଡ୍ ହେବାକୁ ପଡ଼ିବ। ଆମ ପୋଲିସ ଡିଜି ଗୋଟେ ବହୁତ ବଡ଼ ବୟାନ ଦେଇଛନ୍ତି ଯେ ଓଡ଼ିଶା ଏବେ ପ୍ରାୟତଃ ମାଓମୁକ୍ତ ହୋଇସାରିଲାଣି। ଆରେ ବା, ଏଇଟା ତ ବହୁତ ବଡ଼ ଆଶ୍ୱସ୍ତି। ହଁ, କିନ୍ତୁ ସେ ସତର୍କ କରାଇ ଦେଇଛନ୍ତି ଯେ ଭବିଷ୍ୟତର ଯୁଦ୍ଧ ଆଉ ଜଙ୍ଗଲରେ ବନ୍ଧୁକ ମୁନରେ ଲଢ଼ାଯିବ ନାହିଁ। ଆମର ଆଗାମୀ ବଡ଼ ବିପଦ ହେଉଛି ସାଇବର କ୍ରାଇମ୍। ଆଉ ଏଥିପାଇଁ ପୁଲିସ ଗତ 2 ବର୍ଷ ଧରି ସ୍ୱତନ୍ତ୍ର ପ୍ରସ୍ତୁତି କରୁଛି। ଏଇଠି କଥାଟା ଅଧିକ ରୋଚକ ହୋଇଯାଉଛି। ଟିକେ ଭାବନ୍ତୁ, ଅପରାଧର କେନ୍ଦ୍ରବିନ୍ଦୁ ଜଙ୍ଗଲରୁ ଆସି ସିଧା ଆମ ମୋବାଇଲ ସ୍କ୍ରିନ୍ ଉପରେ ପଡ଼ିଛି। ହଁ, କାରଣ ଆମର ଟଙ୍କା ଏବେ ବ୍ୟାଙ୍କରେ ନାହିଁ, ଫୋନରେ ଅଛି। ସେଇଆ ତ ମୁଁ କହୁଥିଲି
ଯେମିତି ଚାଷୀଙ୍କ ଟଙ୍କା ଡିବିଟିରେ ଆସୁଛି, ଠକମାନେ ତ ଆଉ ବ୍ୟାଙ୍କ ଲୁଟିବେନି, ଗୋଟିଏ ଓଟିପି ମାଗି ଲୋକଙ୍କ ସଞ୍ଚୟ ଲୁଟି ନେଉଛନ୍ତି। ଏହା କେବଳ ପୋଲିସର ଦାୟିତ୍ୱ ନୁହେଁ, ଆମ ସମସ୍ତଙ୍କର ଡିଜିଟାଲ ସାକ୍ଷରତା ଜରୁରୀ। ନିଶ୍ଚୟ। ଆଉ ପ୍ରଶାସନିକ ସ୍ତରରେ ଲୋକଙ୍କୁ ସୁବିଧା ଦେବା ପାଇଁ ORTPS ଅଧୀନରେ ଏକ ନୂଆ ଅଟୋ ଅପିଲ ସିଷ୍ଟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଅଟୋ ଅପିଲ ମାନେ? ହଁ, ସେଟା କିପରି କାମ କରିବ? ମାନେ ଯଦି କେହି ସରକାରୀ ଅଫିସରେ କୌଣସି ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି ଆଉ ସମୟ ଭିତରେ ନ ମିଳିଲା, ତାଙ୍କୁ ଆଉ ଅଫିସ ଦୌଡ଼ିବାକୁ ପଡ଼ିବନି। ସିଷ୍ଟମ ଆପେ ଆପେ ତାହାକୁ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଅପିଲ ଆକାରରେ ପଠାଇଦେବ। ଏହା ଲାଲଫିତା ସାହି ବା ଅଫିସରଙ୍କର ଅବହେଳାକୁ ରୋକିବ। ଏଇଟା ଗୋଟେ ବହୁତ ଭଲ ନିୟମ, ଆଉ ସ୍ୱାସ୍ଥ୍ୟ କ୍ଷେତ୍ରରେ ବି ଓଡ଼ିଶାର ଏକ ବଡ଼ ସଫଳତା ଅଛି। ଜାତୀୟ ସ୍ୱାସ୍ଥ୍ୟ ମିଶନର ରିପୋର୍ଟ ଅନୁଯାୟୀ ଓଡ଼ିଶାର ସହରାଞ୍ଚଳ ବୟସ୍କ ଯତ୍ନ ବା ଅର୍ବାନ୍ ଜେରିଆଟ୍ରିକ୍ କେୟାରକୁ ଦେଶର ଶ୍ରେଷ୍ଠ ଅଭ୍ୟାସ ଭିତରେ ଚିହ୍ନଟ କରାଯାଇଛି। ସହରରେ ବୟସ୍କମାନଙ୍କ ଯତ୍ନ ନେବା ଆଜିକାଲି ନିହାତି ଜରୁରୀ। ପିଲାମାନେ ଚାକିରି ପାଇଁ ବାହାରେ ରହୁଛନ୍ତି ଆଉ ବାପା ମାମାନେ ଏକୁଟିଆ। ତେଣୁ ସରକାରଙ୍କର ଏହି ସେବା ଏକ ବଡ଼ ଭରସା। ସତକଥା। ଆଉ ଶିକ୍ଷା କ୍ଷେତ୍ରରୁ ବି ଆଜି ଏକ ଖୁସି ଖବର ଅଛି। ଆଜି ମେ 2 ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଫଳାଫଳ ଘୋଷଣା ହେଉଛି। କିନ୍ତୁ ଏଥର ପ୍ରଥମ ଥର ପାଇଁ ପିଲାଙ୍କୁ ଉଭୟ ଓଡ଼ିଆ ଏବଂ ଇଂରେଜୀ ଭାଷାରେ ସାର୍ଟିଫିକେଟ୍ ମିଳିବ। ଏହା ପୂର୍ବରୁ କେବଳ ଇଂରେଜୀରେ ଥିଲା। ଏହାଦ୍ୱାରା ପିଲାମାନେ ବାହାରକୁ ଗଲେ ବି ଅନୁବାଦ ପାଇଁ ହଇରାଣ ହେବେନି। ଏକଦମ ବହୁତ ଭଲ ପଦକ୍ଷେପ। ଆଉ ବାହାର କଥା ଯେତେବେଳେ ପଡ଼ିଲା, ବିଶ୍ୱସ୍ତରୀୟ ଟ୍ରେଣ୍ଡସ୍ ଉପରେ ବି ଟିକେ ନଜର ପକାଇବା। ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଏବେ ଜଟିଳ ହେବାରେ ଲାଗିଛି। ଇସ୍ରାଏଲର ଆକ୍ରମଣରେ 4 ଜଣଙ୍କର ମୃତ୍ୟୁ ହୋଇଛି ଆଉ ହିଜବୁଲ୍ଲାର ଡ୍ରୋନ୍ ଆକ୍ରମଣରେ 2 ଜଣ ଆହତ ହୋଇଛନ୍ତି। କିନ୍ତୁ ଜଣେ ସାଧାରଣ ଲୋକ ହିସାବରେ ମୋର ଗୋଟେ ପ୍ରଶ୍ନ। ହଜାର ହଜାର କିଲୋମିଟର ଦୂରରେ ଲେବାନନରେ କେଉଁଠି ଗୋଟେ ଡ୍ରୋନ୍ ପଡ଼ିଲା, ତାହା ମୋତେ କେମିତି ପ୍ରଭାବିତ କରିବ? ଆମେ କାହିଁକି ଏତେ ଟେନସନ୍ ନେବା? କାରଣ ଆଜ୍ଞା, ଆମର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ଗ୍ଲୋବାଲାଇଜ୍ଡ। ମିଡିଲ୍ ଇଷ୍ଟ ବା ମଧ୍ୟପ୍ରାଚ୍ୟ ହେଉଛି ବିଶ୍ୱର ତୈଳ ଯୋଗାଣର କେନ୍ଦ୍ର। ସେଠି ଟିକେ ଅଶାନ୍ତି ଦେଖାଦେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ହଠାତ୍ ବଢ଼ିଯାଏ। ଆଉ ତେଲ ଦାମ ବଢ଼ିଲେ ପରିବହନ ଖର୍ଚ୍ଚ ବଢ଼ିବ? ହଁ, ସେଇଆ। ଶେଷରେ ଯେତେବେଳେ ଆପଣ ପାଖ ଦୋକାନରୁ ପରିବା କିଣିବେ, ଆପଣଙ୍କୁ ଅଧିକ ପଇସା ଦେବାକୁ ପଡ଼ିବ। ଯୁଦ୍ଧ ସେଠି ହେବ, କିନ୍ତୁ ପକେଟ ଆମର ଖାଲି ହେବ। ବୁଝିଲେ? ଏହାଛଡ଼ା ଆମେରିକାରେ ଜଣେ 26 ବର୍ଷୀୟ ଭାରତୀୟ ଛାତ୍ରଙ୍କ ଆତ୍ମହତ୍ୟା ଖବର ମଧ୍ୟ ବହୁତ ବିଚଳିତ କରୁଛି। ଏହା ଏକ ଅତି ଗମ୍ଭୀର ସମସ୍ୟା। ଆମେ ପିଲାମାନଙ୍କୁ ବିଦେଶ ପଠାଉଛେ ସତ, କିନ୍ତୁ ସେଠାରେ ପଢ଼ାପଢ଼ିର ଚାପ, ଏକୁଟିଆପଣ, ଆର୍ଥିକ ବୋଝ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି, ତାହା ଆମେ ଅଣଦେଖା କରିଦେଉଛୁ। ହଁ, ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ନିହାତି ଦରକାର। ଏହିସବୁ ଦୁଃଖଦ ଖବର ଭିତରେ ବି ବିଶ୍ୱ ଅର୍ଥନୀତିର ଏକ ଅଦ୍ଭୁତ ଦିଗ ସାମ୍ନାକୁ ଆସିଛି। ଦକ୍ଷିଣ କୋରିଆର କେ-ପପ୍ ଏଜେନ୍ସି HYB ହାଇଭ୍ ରିପୋର୍ଟ କରିଛି ଯେ ସେମାନେ ପ୍ରଥମ ତ୍ରୈମାସିକରେ $478 ନିୟୁତ ରାଜସ୍ୱ ଆଦାୟ କରିଛନ୍ତି। କେବଳ BTS ବ୍ୟାଣ୍ଡର ପ୍ରତ୍ୟାବର୍ତ୍ତନ ଖବର ହିଁ ଏତେ ବଡ଼ ତରଙ୍ଗ ସୃଷ୍ଟି କରିଦେଲା। ଗୋଟିଏ ମ୍ୟୁଜିକ୍ ବ୍ୟାଣ୍ଡ ଦେଶର ଅର୍ଥନୀତିକୁ ପ୍ରଭାବିତ କରିବା କେତେ ଆଶ୍ଚର୍ଯ୍ୟଜନକ। ଏହା ହିଁ ତ ସଫ୍ଟ ପାୱାରର ପ୍ରକୃତ ଉଦାହରଣ। ଦକ୍ଷିଣ କୋରିଆ ତାର ସଂସ୍କୃତି, ମ୍ୟୁଜିକ୍ ଆଉ ଡ୍ରାମାକୁ ଏକ ରପ୍ତାନୀ ସାମଗ୍ରୀ ବନାଇ ଦେଇଛି। ଯେତେବେଳେ ପିଲାମାନେ BTS ଗୀତ ଶୁଣୁଛନ୍ତି, ସେମାନେ କେବଳ ଭ୍ୟୁଜ୍ ଦେଉନାହାନ୍ତି, କୋରିଆନ୍ କସ୍ମେଟିକ୍ସ, ଖାଦ୍ୟ ସବୁ କିଣୁଛନ୍ତି। ଗୋଟେ ପୂର୍ଣ୍ଣାଙ୍ଗ ଅର୍ଥନୈତିକ ପରିବେଶ ତିଆରି ହେଉଛି। ସତରେ କମାଲ କଥା। ତେବେ ଗ୍ଲୋବାଲ ଟ୍ରେଣ୍ଡସ୍ ଭିତରେ ଆମ ସ୍ଥାନୀୟ ପ୍ରତିଭା ବି କମ୍ ନୁହନ୍ତି। ଓଡ଼ିଶାର ବୈଜ୍ଞାନିକମାନେ ପଶ୍ଚିମ ହିମାଳୟ ଅଞ୍ଚଳରେ ଏକ ନୂଆ ପ୍ରଜାତିର ବୁଢ଼ିଆଣୀ ଆବିଷ୍କାର କରିଛନ୍ତି, ଯାହାର ନାଁ ଦିଆଯାଇଛି ହ୍ୟାପି ଫେସ୍ ସ୍ପାଇଡର। ଏହି ବୁଢ଼ିଆଣୀର ପିଠିରେ ଏକ ହସୁଥିବା ମୁହଁ ପରି ଚିହ୍ନ ଅଛି। ଆରେ ବାଃ, ଖୁବ୍ ଭଲ ଖବର। ସହର ଭୁବନେଶ୍ୱରରୁ ଏମିତି ଏକ ଖବର ଆସିଛି ଯାହା ଲୋକଙ୍କୁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଓ ଭୟଭୀତ କରିଦେଇଥିଲା। ବ୍ୟସ୍ତବହୁଳ କଂକ୍ରିଟ ରାସ୍ତାରେ ହଠାତ୍ ଗୋଟିଏ ଦନ୍ତାହୀନ ବା ମଖନା ହାତୀ ଘୁରି ବୁଲୁଥିବାର ଦେଖିବାକୁ ମିଳିଲା। ଚାରିଆଡ଼େ ଗାଡ଼ି ମୋଟର ହର୍ଣ୍ଣ ଶବ୍ଦ, ଆଉ ତା ମଝିରେ ଏକ ବିଶାଳ ଜଙ୍ଗଲୀ ହାତୀ। ଏହି ଦୃଶ୍ୟ ଯେତିକି ଭୟଙ୍କର ଥିଲା, ସେତିକି କରୁଣ ବି ଥିଲା। ପ୍ରକୃତରେ ବହୁତ କରୁଣ। ଯଦି ଆମେ ଆଜିର ସମସ୍ତ ଖବରକୁ ଗୋଟିଏ ସୂତାରେ ବାନ୍ଧିବା, ତେବେ ଏହା ଏକ ରୂପାନ୍ତରଣର ଚିତ୍ର ଦେଉଛି। ଗୋଟିଏ ପଟେ ଆମେ ଚାଷୀମାନଙ୍କୁ ସଠିକ୍ ମୂଲ୍ୟ ଦେବା ପାଇଁ ଡିଜିଟାଲ ବ୍ୟବସ୍ଥା ଏବଂ ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି ଉପରେ କାମ କରୁଛୁ।
ହଁ, ଆଉ ଅନ୍ୟପଟେ ଆମେ NITର ନ୍ୟାନୋ କମ୍ପୋଜିଟ୍ ଏବଂ ନେଟ୍ ଜିରୋ ଫ୍ୟାକ୍ଟ୍ରି ମାଧ୍ୟମରେ ସବୁଜ ଶିଳ୍ପ ଆଡ଼କୁ ଦ୍ରୁତ ପଦକ୍ଷେପ ନେଉଛୁ। ବିଲକୁଲ। ନକ୍ସଲ ସମସ୍ୟାରୁ ମୁକୁଳି ଆମେ ସାଇବର ଅପରାଧ ସହ ଲଢ଼ିବାକୁ ପ୍ରସ୍ତୁତ ହେଉଛୁ ଆଉ ବିଶ୍ୱବ୍ୟାପୀ ଅର୍ଥନୀତିର ଉତ୍ଥାନ ପତନକୁ ବୁଝିବାକୁ ଚେଷ୍ଟା କରୁଛୁ। ଏହା ଗୋଟେ ପ୍ରଗତିଶୀଳ ସମାଜର ଲକ୍ଷଣ। ଏହି ପ୍ରଗତି ଏବଂ ରୂପାନ୍ତରଣ ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ। କିନ୍ତୁ ଆଜିର ଏହି ଗଭୀର ଆଲୋଚନା ଶେଷ କରିବା ପୂର୍ବରୁ ମୁଁ ଗୋଟିଏ ପ୍ରଶ୍ନ ଛାଡ଼ିଯିବାକୁ ଚାହୁଁଛି। ଯେତେବେଳେ ଆମେ ଏତେ ସବୁ ସ୍ମାର୍ଟ ସିଟି, ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ଏବଂ ନେଟ୍ ଜିରୋ ଫ୍ୟାକ୍ଟ୍ରି ନିର୍ମାଣ କରୁଛୁ ଆଉ ନିଜକୁ ପ୍ରକୃତିର ରକ୍ଷକ ବୋଲି ଦାବି କରୁଛୁ, ସେତେବେଳେ ଭୁବନେଶ୍ୱରର ସେହି ପିଚୁ ରାସ୍ତାରେ ବାଟବଣା ହୋଇ ଟ୍ରାଫିକ୍ ଭିତରେ ଘୁରି ବୁଲୁଥିବା ସେଇ ଏକୁଟିଆ ହାତୀଟି ଆମକୁ ଏକ ନୀରବ ପ୍ରଶ୍ନ ପଚାରୁନାହିଁ କି? ବହୁତ ଗଭୀର କଥା କହିଲେ। ସେ ଯେମିତି ଆମକୁ ପଚାରୁଛି, ବିକାଶର ଏହି ଅନ୍ଧ ଯାତ୍ରାରେ ଆମେ ନିଜ ପାଇଁ ତ ମହଲ ତିଆରି କରିଦେଲୁ, କିନ୍ତୁ ପ୍ରକୃତି ଏବଂ ବନ୍ୟଜନ୍ତୁମାନଙ୍କର ବାସସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ଆମେ ଯଥେଷ୍ଟ ସ୍ଥାନ ଛାଡ଼ିଛୁ ତ? ବିକାଶ ଏବଂ ବିନାଶ ମଧ୍ୟରେ ଥିବା ସେହି ସରୁ ଗାରଟିକୁ ଆମେ ଅତିକ୍ରମ କରିଯାଉନାହୁଁ ତ? ଆଶା କରୁଛି ସମସ୍ତେ ଏହା ଉପରେ ନିଶ୍ଚୟ ଚିନ୍ତା କରିବେ। ଆଜିର ଏହି ଯାତ୍ରାରେ ଆମ ସହ ଯୋଡ଼ି ହୋଇ ରହିଥିବାରୁ ଅନେକ ଅନେକ ଧନ୍ୟବାଦ। ଆସନ୍ତା ଥର ପୁଣି କିଛି ନୂଆ ତଥ୍ୟ ସହ ଦେଖାହେବ। ନମସ୍କାର।